ପଞ୍ଚୁକରେ ମନ ଭଜ 5 ଦିନ ରାଧା କୃଷ୍ଣ ଜପ ମନ। ପ୍ରଭାତେ ସ୍ନାନ କରି ଦର୍ଶନ କରି ନାମକୁ ଭଜନ। ସକଳ ପାପ କରିବେ ଖଣ୍ଡନ ଶ୍ରୀ ହରି ନାରାୟଣ। ନ ପାଇବୁ ଆଉ ମଣିଷ ଜନମ ହରି ହୃଦୟେ ପାଇବୁ ସ୍ଥାନ। ମହାପୁଣ୍ୟ ଅଟେ ଏ କାର୍ତ୍ତିକ ମାସ ମନ ଚାହାରେ ଚକା ନୟନ। ସମୟର ଚକ ଯାଏ ଗଡ଼ି ଗଡ଼ି ବେଲ ଥାଉ ନାମ ଜପୁଥା ମନ। ପ୍ରଣାମ ଘେନ ହେ ଚକା ନୟନ ଅନ୍ତେ ଦେବେ ହେ ଦର୍ଶନ। ଥାଉ ଲୟ ମୋର ତୁମରି ଚରଣେ ଆହେ ଶ୍ରୀ ରାଧା ମୋହନ। ସମସ୍ତଙ୍କୁ କାର୍ତ୍ତିକ ମାସର ପଞ୍ଚୁକ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଆଜି ଶୁଣିବା ପଞ୍ଚୁକର ଅର୍ଥ କ'ଣ, ପଞ୍ଚୁକରେ କ'ଣ ସବୁ କରିବେ, ଆଉ କାର୍ତ୍ତିକ ପୂଜା ବିଷୟରେ କିଛି ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପଞ୍ଚୁକର ଅର୍ଥ ହେଲା, ପ୍ରଥମ କର ଅର୍ଥ ହେଉଛି କପଟ ତ୍ୟଜିବା। ଦ୍ୱିତୀୟରେ ହେଲା ର ଅର୍ଥ ହେଉଛି କଟୁ ବଚନ ନ କହିବା। ତୃତୀୟର ଅର୍ଥ ହେଉଛି କ୍ରୋଧକୁ ବିନାଶ କରି କଳହରୁ ମୁକ୍ତ ହେବା। ଚତୁର୍ଥ କର ଅର୍ଥ ହେଉଛି କାମନାକୁ ତ୍ୟାଗ କରିବା। ପଞ୍ଚମ କର ଅର୍ଥ ହେଉଛି କୁସଙ୍ଗତରୁ ନିବୃତ୍ତକୁ ରହିବାକୁ ବୁଝାଏ। କେବଳ ଆମିଷ ଛାଡ଼ିବାକୁ ପଞ୍ଚୁକ କୁହାଯାଏ ନାହିଁ। ମନ ଭିତରେ ଯାହା ଅହଙ୍କାର ଗର୍ବକୁ ତ୍ୟାଗ କରିବା। ମନ ଭିତରେ ଯାହାର ପ୍ରତି ବି ଗର୍ବ ଅହଙ୍କାର ହିଂସାଭାବ ଛୋଟ ବଡ଼ ଭାବିବା ଅନ୍ୟକୁ ନୀଚା ଦେଖାଇବା ଯଦି କାହାରି ପ୍ରତି ବି ଟିକିଏ ବି ଅହଂଭାବ ଅଛି ସେ ସବୁକୁ ଦୂର କରିଦିଅନ୍ତୁ। ତାହେଲେ ଯାଇ ଭଗବାନଙ୍କର ଉପାସକ ହୋଇପାରିବେ। ପଞ୍ଚୁକରେ ତୁଳସୀ ପୂଜା, ରାଧାକୃଷ୍ଣ ବା ବାଲୁକା ପୂଜା କରାଯାଇଥାଏ। ପଞ୍ଚୁକ 5 ଦିନ ପର୍ଯ୍ୟନ୍ତ ଭୋର 4ଟାରୁ 4:30 ଭିତରେ ସ୍ନାନ ସାରି ଠାକୁରଙ୍କର ମଙ୍ଗଳ ଆରତୀ ଦର୍ଶନ କରିବା ଠାକୁରଙ୍କ ପୂଜା କରିବା ଉଚିତ। ତୁଳସୀ ଚଉରା ପାଖରେ 5 ପ୍ରକାର ମୁରୁଜ ପକାଇ ଝୋଟି ପକାଇବା ଉଚିତ। ମା ତୁଳସୀଙ୍କ ବିଶେଷ ସେବା ପୂଜା କରିବା ଉଚିତ। ସକାଳେ ଏବଂ ସନ୍ଧ୍ୟାରେ ଗୀତା, ଭାଗବତ, ଶ୍ରୀମଦ୍ ଭାଗବତ, ରାଧା ଦାମୋଦର ଅଷ୍ଟକମ୍ ପାଠ କରନ୍ତୁ। ଠାକୁରଙ୍କ ନାମ ଜପ କରନ୍ତୁ। ଭଜନ କୀର୍ତ୍ତନ କରନ୍ତୁ। କୃଷ୍ଣ ନାମ ଜପ କରନ୍ତୁ। ରାଧିକାର ନାମ ଜପ କରନ୍ତୁ। ଦେଖିବେ ମନକୁ ଶାନ୍ତି ମିଳିବ। ସକାଳେ ସନ୍ଧ୍ୟାରେ ଦୀପଦାନ କରନ୍ତୁ। ହବିଷ ଯେତିକି ହେବ ସାଦା ଭୋଜନ କରି ବ୍ରତକୁ ନିଷ୍ଠାର ସହିତ ପାଳନ କରନ୍ତୁ। କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ବି ରଖାଯାଇଥାଏ। ସେହି ବ୍ରତକୁ ବି ଯଦି ନିଷ୍ଠାର ସହିତ କରିପାରିବେ ତାହେଲେ ଭଗବାନଙ୍କ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏପରି ଉପାୟ। ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାତିରେ ମୁଠିଏ ଲୁଣ ନିଅନ୍ତୁ। ଘରର ମୁଖ୍ୟ ଦ୍ୱାର ଆଗରେ ହାଲକା ଫିଙ୍ଗି ଦିଅନ୍ତୁ। ମନରେ ମା ଲକ୍ଷ୍ମୀଙ୍କ ନାମ ଆସ୍ତେ ଆସ୍ତେ କୁହନ୍ତୁ। ମନରେ ମା ଲକ୍ଷ୍ମୀଙ୍କ ନାମ ଜପ କରନ୍ତୁ। ଏହାଦ୍ୱାରା ନେଗେଟିଭ୍ ଶକ୍ତି ଦୂର ହୋଇଯିବ ଏବଂ ମନକୁ ଶାନ୍ତ ଲାଗିବ ଆଉ ଧନର ଆକର୍ଷଣ ହେବ। ଘରେ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇବ। ପୁରୁଣା ଋଣ ଓ ବାଧା ଦୂର ହେବ। ମା ଲକ୍ଷ୍ମୀଙ୍କ କୃପା ରହିଲେ ଆପଣଙ୍କର ସବୁ ଦୁଃଖ ହେବ ଦୂର। ଓଡ଼ିଶାରେ କାର୍ତ୍ତିକେଶ୍ୱର ପୂଜା ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଥାଏ। ଏହି ପୂଜା କାର୍ତ୍ତିକ ମାସରେ ଆରମ୍ଭ ହୋଇଥାଏ। ବିଶେଷ କରି କୁମାର ପୂର୍ଣ୍ଣିମା ପରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଏ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଠାରୁ
5 ଦିନ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକେଶ୍ୱର ହେଉଛନ୍ତି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ପୁତ୍ର। ଏହି ପୂଜାର ପ୍ରସ୍ତୁତି କୁମାର ପୂର୍ଣ୍ଣିମା ଶୁଭ ଦିନରୁ ଆରମ୍ଭ ହୋଇଥାଏ। ଏହି ସମୟରେ ବିଭିନ୍ନ ସ୍ଥାନରେ ସୁନ୍ଦର ପୂଜା ମଣ୍ଡପ ସବୁ ସ୍ଥାପନ କରାଯାଇଥାଏ, ଯେଉଁଥିରେ ଭଗବାନ କାର୍ତ୍ତିକେଶ୍ୱର ଓ ତାଙ୍କ ସହଧର୍ମିଣୀ ଦେବସେନାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥାଏ। ପୂଜା 5 ଦିନ ଧରି ଚାଲିଥାଏ ଏବଂ ଶେଷ ଦିନରେ ପ୍ରତିମୂର୍ତ୍ତିଗୁଡ଼ିକର ବିସର୍ଜନ କରାଯାଏ। ଏହି 5 ଦିନ ମଧ୍ୟରେ ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରିକି ଗୀତ, ନାଚ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ପୂଜା ସମୟରେ ଭୋଗ ଓ ଭଣ୍ଡାରର ଆୟୋଜନ କରାଯାଏ, ଯେଉଁଥିରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥାନ୍ତି। କେତେକ ସ୍ଥାନରେ କଳସ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରନ୍ତି। କାର୍ତ୍ତିକେଶ୍ୱରଙ୍କୁ ହିନ୍ଦୁ ଧର୍ମରେ ଯୁଦ୍ଧର ଦେବତା ଭାବେ ଗ୍ରହଣ କରାଯାଏ। ଏହି ପୂଜା ମୂଳତଃ ଭଗବାନ କାର୍ତ୍ତିକଙ୍କର ଦ୍ୱାରା ତାରକାସୁର ଭଳି ଅସୁରମାନଙ୍କ ଉପରେ ବିଜୟର ପ୍ରତୀକ ଅଟନ୍ତି। ଏହି ପର୍ବ ମାଧ୍ୟମରେ ସତ୍ୟ ଓ ଧର୍ମର ବିଜୟର ଉପରେ ଗୁରୁତ୍ୱ ଦିଆଯାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଓଁ ଭଗବତେ ବାସୁଦେବ।